नमस्ते। आमे आलोचना करुले मध्ययुगीय काव्यर आंगिक वैशिष्ट्य बा वैचित्र संपर्क रे एवं एई क्रम रे आमे मुख्यतः पूर्व जन्म जन्म शैशव और कैशोर यौवन प्राप्ति भावोदय पर्यंत आलोचना करिथिले। जेहेतु नायक नायिकांकर श्रृंगार रसात्मक काव्य ही होउछि मध्ययुगीय काव्यर प्रमुख प्रसंग, तेणु एठी आमे जीवनर विस्तृत बा व्यापक अंश को देखिबार सुजोग पाइबा नहीं। तेणु या पूर्वर क्लास रे आमे भावोदय प्रसंगर कथा कुहाइथिला, ताकू आमे कहि परिबा जे इमोशनल मैच्योरिटी, जदियो से मैच्योरिटी बा परिपक्वतार कथा आमे कहिबा नहीं, ये गोटे तारुण्यर अंकुरोद्गम हेले जो विलक्षण साधारणतः प्रकाश पाए तरुण तरुणींक भितरे पूर्वरागर पूर्वरु जो भावोदय रे से घटना सबू घटिबो। ये मनोविज्ञान रो विषय एवं एठी आमे से प्रसंग रे विशेष आलोचना करू नाही। आज आलोचना करिबा पूर्वराग प्रयत्न मिलन ए प्रसंग रे। तेणु पूर्वराग हमर रीतियुगीय बा मध्ययुगीय नायक नायिकांकर वास्तव मिलन पूर्वरु सेमानंकर मानस पटरे परस्पर प्रति जो अनुराग सृष्टि होई थाए तार आलंकारिक अभिधा हेउछि पूर्वराग। पूर्वराग होउछि मिलनर पूर्ववर्ती आशा बा कामना। एई पूर्वरागर वर्णना रे ओडिया काव्यकार गण थिले अत्यंत कुशली। सेमाने से काल्पनिक हो पौराणिक हो प्राय प्रत्येक काव्य रे नायक नायिकांकर पूर्वराग को अत्यंत कुशलतार सहित वर्णना करिसंती। नायक नायिका परस्पर चित्रपट दर्शन, स्वप्न, इंद्रजाल, दर्पण माध्यम रे दर्शन किंबा साक्षात दर्शन करी भाट दूती किंबा सुक सारिका परी पक्षी बा देव पुरुषंक ठारू नाम रूप गुण श्रवण करी परस्पर प्रति आकृष्ट होइछंती। मिलन पूर्वरु ही ए सबु द्वारा सेमानंक चित्त पटरे अनुराग जाग्रत होइछि। वास्तव रे ओडिया काव्यकार माने अनुरागर निबिड़ता तथा काव्यर चमत्कारिता सृष्टि करिबा पई एही कौशलटीकू अति यत्नर सहित संयोजना करिसंती। विशेष करी वैष्णव रसाश्रित काव्य गुड़िकरे पूर्वरागर वर्णना अतीब चमत्कार भंगी रे रूपायित होइछि। पूर्वरागर परवर्ती विभाग हेउछि प्रयत्न एवं एही प्रयत्न अंश रे नायक और नायिका उभय दिगरु परस्पर सहित मिलन पाई व्यग्र होई उठंती। श्रवण दर्शन माध्यम रे जाग्रत होइथिबा अनुराग बसत परस्पर पाई प्राप्ति आशा जेतेबेले दृढ़ीभूत हुए सेतेबेले उभयंकु पाइबा पाई प्रयत्न करिथांती। अनेक समय रे एही कार्य मध्य तृतीय शक्ति द्वारा साधित होई थाए। ओडिया काव्य समूह रे एतादृश प्रयत्न विधि त्रिविध यथा आत्मकृत
ଗୁରୁଜନକୃତ ଓ ଦୈବୀକୃତ। ତେଣୁ ତୃତୀୟ ଶକ୍ତି କହିଲେ ମୁଖ୍ୟତଃ ଆମେ ଦେଖୁଛେ ଦୈବୀ ଏବଂ ଗୁରୁଜନ ବା ସଖାସଖୀ ସେଇମାନଙ୍କ ଦ୍ୱାରା ପ୍ରଯତ୍ନ କ୍ରିୟାଟିଏ ଅଧିକ ଗତିଶୀଳ ହୁଏ। କେତେକ କାବ୍ୟରେ ସ୍ୱୟଂ ନାୟକ ନାୟିକା ପରସ୍ପର ମିଳନ ପାଇଁ ପ୍ରଯତ୍ନ କରିଥାନ୍ତି। ଉଦାହରଣ ସ୍ୱରୂପ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କୁ ପାଇବା ପାଇଁ ପତ୍ରବାହକକୁ ପଠାଇଛନ୍ତି। ଚନ୍ଦ୍ରଭାନୁ ଲାବଣ୍ୟବତୀ ଠାରୁ ପତ୍ର ପାଇ ରାମନବମୀ ଯାତ୍ରାରେ ଯୋଗ ଦେବା ପାଇଁ ରାମେଶ୍ୱର ଯାଇଛନ୍ତି। ପୁଣି କେତେକ କାବ୍ୟରେ ପିତାମାତା କିମ୍ବା ଗୁରୁଜନ ପୁତ୍ର ବା କନ୍ୟାର ବିବାହ ନିମିତ୍ତ ପ୍ରଯତ୍ନ କରିଥିବାର ଦେଖାଯାଏ। ଯଥା ସୁଭଦ୍ରାଙ୍କର ବିବାହରେ ସତ୍ୟଭାମା, ପ୍ରେମ ସୁଧାନିଧିରେ ଶୋଭାବତୀ ଓ ବୈଦେହୀଶ ବିଳାସରେ ପିତାମାତା ବା ବିଶ୍ୱାମିତ୍ରଙ୍କର ପ୍ରଚେଷ୍ଟା ଏହାର ଏକ ଏକ ପ୍ରକୃଷ୍ଟ ଦୃଷ୍ଟାନ୍ତ। ଅନୁରୂପ ଭାବରେ ଆଉ କେତେକ କାବ୍ୟରେ କାବ୍ୟକାର ନାରଦ, ଶୁକ ସାରିକା, ହଂସ, ହଂସୀ ପ୍ରଭୃତି ଚରିତ୍ରମାନଙ୍କର ମାନସ ଭୂମିରେ ପୂର୍ବରାଗ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ସେମାନଙ୍କ ମିଳନରେ ସହାୟତା କରିଛନ୍ତି। ତେଣୁ ଏହି ପ୍ରଯତ୍ନ ପରେ ଆସିବ ମିଳନର କଥା ଏବଂ ଏହି ମଧ୍ୟଯୁଗୀୟ କାବ୍ୟରେ ମିଳନ ସବୁଠାରୁ ଅଧିକ ସ୍ଥାନ ବା ଗୁରୁତ୍ୱ ଲାଭ କରିଛି। ଓଡ଼ିଆ କାବ୍ୟରେ ପ୍ରଯତ୍ନର ନିଶ୍ଚିତ ପରିଣତି ହେଉଛି ଏହି ମିଳନ ଅଂଶ। ଏହି ମିଳନ ବିବାହ କିମ୍ବା ପରକୀୟା ସମ୍ପର୍କକୁ ନେଇ ସାଧିତ ହୋଇଛି। କୃଷ୍ଣ କାବ୍ୟ କିମ୍ବା କାଳ୍ପନିକ କାବ୍ୟ ଯେମିତିକି ରାମଚନ୍ଦ୍ର ପଟ୍ଟନାୟକଙ୍କର ହାରାବତୀରେ ପରକୀୟା ନାୟିକା ସହ ନାୟକର ମିଳନ ପର୍ବ ସଂଘଟିତ ହୋଇଛି, କିନ୍ତୁ ଅନ୍ୟତ୍ର ଏ ମିଳନ ବିବାହରେ ପର୍ଯ୍ୟବସିତ। ଯଥା ଚିତ୍ରଲେଖା ଉପେନ୍ଦ୍ର ଭଞ୍ଜଙ୍କର, ଶିଶୁଶଙ୍କରଙ୍କର ଉଷାଭିଳାଷ, ବନମାଳୀଙ୍କର ଚାଟ ଇଚ୍ଛାବତୀ ପ୍ରଭୃତି କାବ୍ୟରେ ପ୍ରାକ୍ ବିବାହ ସମ୍ଭୋଗର ଚିତ୍ର ଥିଲେ ହେଁ ଗାନ୍ଧର୍ବ ବିବାହ ଦ୍ୱାରା କାବ୍ୟକାରଗଣ ଏସବୁକୁ ସମର୍ଥନ କରାଇ ନେଇଛନ୍ତି। ଭାରତବର୍ଷର ପରମ୍ପରାରେ ଯେଉଁ ବିବାହର ସପ୍ତ ବିଧି ଅଛି, 7 ପ୍ରକାରରେ ବିବାହ କରାଯାଇପାରିବ, ସେଇ ଭିତରେ ଗାନ୍ଧର୍ବ ପ୍ରଥା ଅନୁସାରେ ସେମାନଙ୍କର ବିବାହ ସବୁ ଘଟିଛି। ତେବେ ଏହି ବିବାହ କାର୍ଯ୍ୟ ପୁଣି ସଂଗଠିତ ହୋଇଛି ତ୍ରିବିଧ ଉପାୟରେ, ଯଥା ବରପିତା ଓ କନ୍ୟା ପିତାଙ୍କର ସମ୍ମତିରେ, ସ୍ୱୟଂବର ମାଧ୍ୟମରେ ଏବଂ କନ୍ୟା କିମ୍ବା କନ୍ୟା ପିତାଙ୍କର ପଣ ରକ୍ଷାର୍ଥେ। ତେବେ ଯଥାର୍ଥରେ ମିଳନ ହିଁ ହୋଇଛି ଓଡ଼ିଆ କାବ୍ୟ କଥାବସ୍ତୁର ଚରମ ବିନ୍ଦୁ। ରାଧାକୃଷ୍ଣଙ୍କର ମିଳନ ସମ୍ପାଦନରେ ଭକ୍ତକବି ଯେପରି ସନ୍ତୃପ୍ତ, ସେହିପରି ରାଜକୁମାର ରାଜକୁମାରୀମାନଙ୍କର ବିବାହରେ କାଳ୍ପନିକ କାବ୍ୟ ପ୍ରଣେତା ପ୍ରାୟତଃ ଦାୟ ମୁକ୍ତ। ଏଣୁ ଏହି ମିଳନର ବର୍ଣ୍ଣାଢ୍ୟ ବର୍ଣ୍ଣନା ପ୍ରାୟ ପ୍ରତ୍ୟେକ ଓଡ଼ିଆ କାବ୍ୟର ଏକ ବିଶିଷ୍ଟ ସମ୍ପଦ ବୋଲି କୁହାଯାଇପାରିବ। ମିଳନ ପରବର୍ତ୍ତୀ ପ୍ରସଙ୍ଗ ଆସୁଛି ବିଳାସ। ଏ ବିଳାସ ହେଉଛି ସମ୍ପୂର୍ଣ୍ଣ ଭାବରେ ଆମେ ଯଦି କହିବା ଜୀବନକୁ ସମ୍ପୂର୍ଣ୍ଣ ସଂକୁଚିତ କରି ଏକମୁଖୀ ସମ୍ଭୋଗ ବା ଇନ୍ଦ୍ରିୟର ଦାସ ହେଇ ବଞ୍ଚିବା ପ୍ରାୟତଃ ତା ଭିତରେ ବିଶେଷ ସ୍ଥାନ ପାଇଛି। ମଧ୍ୟଯୁଗୀୟ ଓଡ଼ିଆ କାବ୍ୟରେ ମଧ୍ୟ ଏହି ବିଳାସ ହେଉଛି ମିଳନର ଗୋଟିଏ ଅବିଚ୍ଛେଦ୍ୟ ଅଙ୍ଗ। ବିବାହ ପରେ ସାଧାରଣତଃ ପତି ପତ୍ନୀ ଉଭୟେ ଫେରି ଆସନ୍ତି ଶ୍ୱଶୁରାଳୟକୁ। ନବପରିଣୀତ ଦମ୍ପତି ବିଭିନ୍ନ ଋତୁରେ ବିଭିନ୍ନ କାମ କ୍ରୀଡ଼ାରେ ହଜିଯାଇ ଆନନ୍ଦରେ ଜୀବନଯାପନ କରିଥାନ୍ତି। ଏହା ହିଁ ଆଣିଦେଇଛି ଅପୂର୍ବ ସୁଯୋଗ
କାବ୍ୟର ପରିସମାପ୍ତି ପାଇଁ କୃଷ୍ଣ ଓ ରାମ ବିଷୟକ ଲଘୁ କାବ୍ୟର ପରିସମାପ୍ତି କ୍ଷେତ୍ରରେ ଏହା ସ୍ପଷ୍ଟ, କିନ୍ତୁ ଆଉ କେତେକ କାବ୍ୟରେ କାହାଣୀକୁ ବିଳମ୍ବିତ କିମ୍ବା ଦୀର୍ଘାୟିତ କରିବା ପାଇଁ କାବ୍ୟକାରଗଣ ବିରହ ଓ ପୁନର୍ମିଳନର ଦୃଶ୍ୟର ଅବତାରଣା କରିଛନ୍ତି। ତାର ଉଦ୍ଦେଶ୍ୟ ହେଉଛି ପାଠକର ମନରେ କୌତୂହଳ ସୃଷ୍ଟି କରିବା ପାଇଁ। ଏବଂ ଏହି ପ୍ରସଙ୍ଗରେ ଯଦି ଆମେ ବିରହ ଆଉ ପୁନର୍ମିଳନ କଥା ମଧ୍ୟ ଯଦି ଆଲୋଚନା କରିବା, ତାହେଲେ ଦେଖିବା ଯେ ମଧ୍ୟଯୁଗୀୟ କବିଗଣ କାବ୍ୟର ବିଷୟବସ୍ତୁକୁ ବିଳମ୍ବିତ ତଥା ଚମତ୍କୃତ କରିବା ପାଇଁ ଏକ କାରୁଣ୍ୟ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ବିରହ ପର୍ବର ଅବତାରଣା କରିଥାନ୍ତି। ଅର୍ଥାତ୍ ବିଭିନ୍ନ ଉପାୟରେ ନାୟିକା ଠାରୁ ନାୟକକୁ ବିଚ୍ଛିନ୍ନ କରାଇଦେବା। ସେ ଅଭିଶାପ ହେଇପାରେ, ଦୈବୀ ଦୁର୍ବିପାକ ହେଇପାରେ, ଅଲଗା ବିଭିନ୍ନ ରକମର କାରଣ ପାଇଁ ନାୟକ ନାୟିକା ଠାରୁ ଦୂରରେ ରହିବେ, ବିଚ୍ଛେଦରେ ରହିବେ। ପରେ ଏକ ନିର୍ଦ୍ଦିଷ୍ଟ ସମୟ ପରେ ସେମାନଙ୍କୁ ପୁନର୍ମିଳନ କରାଇବା। ଏହି କୌଶଳ ମାଧ୍ୟମରେ କବିର ଚାତୁରୀ ତଥା ପାଣ୍ଡିତ୍ୟ ପ୍ରଦର୍ଶନ ପାଇଁ ମଧ୍ୟ ଏକ ପ୍ରଶସ୍ତ କ୍ଷେତ୍ର ଯେମିତି ପ୍ରସ୍ତୁତ ହୋଇଯାଉଥିଲା। ତେଣୁ ଏହି କୌଶଳକୁ ମଧ୍ୟ ସେମାନେ ଅବଲମ୍ବନ କରୁଥିଲେ। ଏବଂ ଅନ୍ତିମ ଅଂଶ ହେଉଛି ଏହି ଗଠନ ପ୍ରକ୍ରିୟାରେ, ତାହା ହେଉଛି କାବ୍ୟର ପରିସମାପ୍ତି। ଏହି ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ଗୁଡ଼ିକର ପରିସମାପ୍ତି ମଧ୍ୟ ବେଶ ଆକର୍ଷଣୀୟ। ଏହା ମଧ୍ୟ ତ୍ରିବିଧ ରୂପରେ ସମ୍ପାଦିତ ହୋଇଥାଏ, ଯଥା ସରଳ ରୈଖିକ ଫ୍ଲାଟ୍ ଯେଉଁଟାକୁ କହିପାରିବା, ବର୍ତ୍ତୁଳାକାର ଯେଉଁଟା ହେଉଛି ଡାଇନାମିକ୍ ବା ସାର୍କୁଲାର, ଓ ଦୀର୍ଘ ବର୍ତ୍ତୁଳ। ପ୍ରଥମ କଥା ହେଉଛି ଯେ କେତେକ ଓଡ଼ିଆ କାବ୍ୟରେ ନାୟକ ନାୟିକାଙ୍କର ଖଣ୍ଡିତ ଜୀବନ ବୃତ୍ତକୁ ନେଇ ସେମାନଙ୍କର ପୂର୍ବଜନ୍ମ ଠାରୁ ପ୍ରତ୍ୟାବର୍ତ୍ତନ ବା ସ୍ୱର୍ଗାରୋହଣ ପର୍ଯ୍ୟନ୍ତ କଥାବସ୍ତୁକୁ ନେଇ ରଚନା କରାଯାଇଛି। ଏଗୁଡ଼ିକରେ ଜନ୍ମ ଓ ବିବାହ ହିଁ ମୁଖ୍ୟତଃ ଦୁଇଟି ବିନ୍ଦୁ। ଏହି ଉଭୟ ବିନ୍ଦୁ ମଧ୍ୟରେ କାବ୍ୟର କଥାବସ୍ତୁ ସରଳ ତଥା ନିରାଡମ୍ବର ରୂପ ଗ୍ରହଣ କରିଛି। ଏହାର ଉଦାହରଣ ଭାବରେ ଆମେ ନେଇପାରିବା ହାରାବତୀ, ସର୍ବାଙ୍ଗ ସୁନ୍ଦରୀ, ଚିତ୍ରକଳା ଆଦି କାବ୍ୟକୁ। ସେହିପରି ବର୍ତ୍ତୁଳାକାର କାବ୍ୟ ରୂପରେ କାବ୍ୟକାରମାନେ ସେମାନଙ୍କର କାବ୍ୟର ନାୟକ ନାୟିକାମାନଙ୍କୁ ଏମିତି ଭାବରେ ଚିତ୍ରଣ କରିଛନ୍ତି, ଯେମିତି ଅଭିଶପ୍ତ ବା ଅଭିଶାପ ପାଇଥିବା ଅପ୍ସରା, ଗନ୍ଧର୍ବ କିମ୍ବା ଦେବଦେବୀଙ୍କର ମାନସ ସନ୍ତାନ କିମ୍ବା ରାମ ଓ କୃଷ୍ଣ। କାବ୍ୟକାର ସେମାନଙ୍କର ପୂର୍ବଜନ୍ମ ଠାରୁ ପୁଣି ସ୍ୱର୍ଗ ପ୍ରତ୍ୟାବର୍ତ୍ତନ ବା ସାଯୁଜ୍ୟ ମୁକ୍ତି ପର୍ଯ୍ୟନ୍ତ ବିଷୟବସ୍ତୁକୁ କାବ୍ୟର ଉପଜୀବ୍ୟ କରି କଥାବସ୍ତୁର ବର୍ତ୍ତୁଳତା ସଂଘଟନ କରିଛନ୍ତି। ଯେପରି ଦୃଷ୍ଟାନ୍ତ ହିସାବରେ ଆମେ ନେଇପାରିବା ବିଚିତ୍ର ରାମାୟଣ, କୃଷ୍ଣ ବିଳାସ, ଇଚ୍ଛାବତୀ, ଇଏ ହେଉଛି ବିଷ୍ଣୁ ଦାସଙ୍କର। ଏସବୁ ଗୁଡ଼ିକ ହେଉଛି ଗୋଟିଏ ଗୋଟିଏ ବର୍ତ୍ତୁଳାକାର ତଥା ବିନ୍ୟାସ ଧର୍ମୀ କାବ୍ୟଗ୍ରନ୍ଥ। ତୃତୀୟ ତଥା ଅନ୍ତିମ ଉପାୟଟି ହେଉଛି ଦୀର୍ଘ ବର୍ତ୍ତୁଳ। ଯେପରି ବଳିୟାର ସିଂଙ୍କର ଚନ୍ଦ୍ରକଳା କାବ୍ୟରେ ନାୟକ ନାୟିକାଙ୍କର ତିନୋଟି ଜନ୍ମର କଥା ବ୍ୟାଖ୍ୟାନ କରାଯାଇଛି, କିମ୍ବା ପରିମଳା କାବ୍ୟରେ ନାୟିକାର ବିବାହ ପଣ ଦ୍ୱାରା କାବ୍ୟ ବିଷୟବସ୍ତୁର ଗତିକୁ ବିଳମ୍ବିତ କରାଯାଇଛି। ତେଣୁ ଏ କାବ୍ୟ କୌଶଳ ମଧ୍ୟଯୁଗୀୟ କବିମାନେ ପ୍ରାୟତଃ ଗ୍ରହଣ କରିଛନ୍ତି। ତେବେ ଆମେ ଉପସଂହାରରେ କାବ୍ୟ କୌଶଳ ଯଦି କୁହାଯାଇପାରିବ, ମଧ୍ୟଯୁଗୀୟ କାବ୍ୟକାରଗଣ ନିଜସ୍ୱ କାବ୍ୟରାଜି ଗୁଡ଼ିକରେ ଏହିପରି ନାନାବିଧ କାବ୍ୟିକ କୌଶଳ ଗ୍ରହଣ କରି ଓଡ଼ିଆ କାବ୍ୟ ଜଗତକୁ ମହିମାମଣ୍ଡିତ କରିଛନ୍ତି, ଯେଉଁଥିରେ ପରମ୍ପରା ଅଛି, ଲୋକକଥାର
କଥା ବୀଜ ମୋଟିଭ୍ ରହିଛି ଆଉ ରହିଛି বিষয়বস্তু সংযোজনার জাদুকারী চমৎকারিতা ও নাটকীয় উৎকণ্ঠা অলঙ্কারর প্রবৃত্তি রসঘনর আস্তরণ তলে ললিত কমল ভাবরাজির উত্তাল ভাবময় রস তরঙ্গরে রসিক জনঙ্কর প্রাণকু বা দরবারর তথাকথিত পণ্ডিত মানଙ୍କୁ উদ্বেলিত କରି ଭାରତୀୟ କାବ୍ୟ ସଂସାରରେ ଯୁଗ ଯୁଗ ପାଇଁ ସେମାନେ ନିଜ ନିଜର କୀର୍ତ୍ତି ସ୍ତମ୍ଭମାନ ସ୍ଥାପନ କରି ଯାଇଛନ୍ତି, ଯାହାକି ଯୁଗ ଯୁଗ ଧରି ଆଣିଦେଇଛି ଏ ଜାତିକୁ ଗର୍ବ ଓ ଗୌରବ। ତେବେ ଆମେ ମହାକାଳର ବା ଗୋଟିଏ ବୃହତ୍ତର ମେଦିନୀ ଦୃଷ୍ଟିରୁ ଯଦି ବିଚାର କରିବା, ମଧ୍ୟଯୁଗୀୟ ବିଶ୍ୱ ସାହିତ୍ୟରେ କେବଳ ଭାରତୀୟ ସଂସ୍କୃତ ସାହିତ୍ୟ କିମ୍ବା ଭାରତୀୟ ସାହିତ୍ୟ କିମ୍ବା ପୃଥିବୀର ଅନ୍ୟ କୌଣସି ସାହିତ୍ୟରେ ମଧ୍ୟ ମଧ୍ୟଯୁଗୀୟ ସାହିତ୍ୟର ଯାହା ବିଷୟବସ୍ତୁ ଉପସ୍ଥାପନା କୌଶଳ ତାହା ବାସ୍ତବିକ ଚିରନ୍ତନ ମଣିଷର ଆକୁତି ଆକାଂକ୍ଷା ବା ଜୀବନେଚ୍ଛାର ଦୃଷ୍ଟାନ୍ତ ହିସାବରେ ଗ୍ରହଣ କରାଯାଇପାରିବ ନାହିଁ। ତାର କାରଣ ହେଉଛି 99% କାବ୍ୟ ହେଉଛି ବିଳାସିତା, ସମ୍ଭୋଗ ଓ ଶୃଙ୍ଗାର କୈନ୍ଦ୍ରିକ। ଜୀବନର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଶରୀରକୁ ହିଁ ଉପଭୋଗ କରିବା, ସେ ନାୟକ ବା ନାୟିକା ଯାହା ହେଉନା କାହିଁକି। କିନ୍ତୁ ଶରୀରର ସୀମାବଦ୍ଧତା, ଶରୀରର ସ୍ଥୂଳ ଏବଂ କ୍ଷୟଶୀଳତା ସମ୍ପର୍କରେ ତାଙ୍କ ପାଖରେ ସେ ସଚେତନତା ବା ଜ୍ଞାନ ନାହିଁ। ଆମେ ଅନେକ ସମୟରେ ମଧ୍ୟ କହିଦେଇ ଚାର୍ବାକଙ୍କ ସିଦ୍ଧାନ୍ତରେ ମୁଖ୍ୟତଃ ଯେଉଁ ଜିନିଷ ଉପରେ ଧ୍ୟାନ ଦିଆଯାଇଛି ତାହା ହେଉଛି ଯେ ଜୀବନ ହେଉଛି ସମ୍ପୂର୍ଣ୍ଣ ଭାବରେ ସ୍ଥୂଳ, ସୂକ୍ଷ୍ମ ବା ସ୍ୱର୍ଗ, ପାପ ପୁଣ୍ୟ, ନୀତି ଅନୀତି ତାହା ବେଶୀ ଗୁରୁତ୍ୱପୂର୍ଣ୍ଣ ନୁହେଁ ବା ତା ଉପରେ କୌଣସି ବିଶ୍ୱାସ ନାହିଁ। ଇଏ ଗୋଟେ ପ୍ରତିବାଦର ଦର୍ଶନ। ଦର୍ଶନ ସମ୍ପର୍କରେ ଚାର୍ବାକ ଦର୍ଶନ ଯଦି ଆଲୋଚନା କରିବା, ଯେଉଁଟାର ଗୋଟିଏ ବାକ୍ୟ ଆମେ ଅଳ୍ପ ବହୁତ ସମସ୍ତେ ଜାଣିଥିବା, ଯେଉଁ ଋଣଂ କୃତ୍ୱା ଘୃତଂ ପିବେତ୍ ବୋଲି କୁହାଯାଇଛି। ମଣିଷ ଯେତେବେଳେ ସମ୍ପୂର୍ଣ୍ଣ ମାଟିକୁ ଛାଡ଼ି ଆକାଶର କଥା କହିଛି, ତାର ପ୍ରତିବାଦରେ ସମ୍ପୂର୍ଣ୍ଣ ମାଟି ମନସ୍କ କରାଇବା ପାଇଁ, ସ୍ଥୂଳ ଶରୀର କୈନ୍ଦ୍ରିକ କରାଇବା ପାଇଁ ସେ ଏହି ସିଦ୍ଧାନ୍ତ ହୁଏତ ସୃଷ୍ଟି କରିଥାଇ ପାରନ୍ତି, କିନ୍ତୁ ତାହା ସମଗ୍ର ବା ସମ୍ପୂର୍ଣ୍ଣ ନୁହେଁ। ଜୀବନ ସେପରି ସମ୍ଭବ ହେଇପାରିବ ନାହିଁ। ଜୀବନ ଆମର ଉପନିଷଦରେ ମଧ୍ୟ କୁହାଯାଇଛି ପଞ୍ଚକୋଶ, ଅନ୍ନମୟ, ପ୍ରାଣମୟ, ମନମୟ, ବିଜ୍ଞାନମୟ ଓ ଆନନ୍ଦମୟ କୋଶ, ଏ ପାଞ୍ଚଟି ସ୍ତରକୁ ନେଇକି ସମୁଦାୟ ସୃଷ୍ଟି ତିଆରି ହେଇଛି। ଏ ସ୍ଥୂଳ ଶରୀର ଏବଂ ପ୍ରାଣ, ଅନ୍ନ ଏବଂ ପ୍ରାଣକୁ ନେଇ ସମୁଦାୟ ଜୀବନ ନୁହେଁ। ଏବଂ ଯଦି ଆମେ ସମୁଦାୟର କଥା କହିବା, ତାହା ହେଉଛି ଇତର ପ୍ରାଣୀ ସୁଲଭ ଜୀବନ କେବଳ ହେଇପାରିବ, ମାନବୀୟ ଜୀବନ ନୁହେଁ। ତ ଆମେ ଏଠି ଆଦର୍ଶ ଚରିତ୍ର ରୀତିଯୁଗର କାବ୍ୟରେ ନାୟକ ନାୟିକାମାନଙ୍କ ପାଖରେ ଖୋଜିବା ନାହିଁ। ସେ ଚରିତ୍ର ଚିତ୍ରଣ ପ୍ରସଙ୍ଗରେ ଆଲୋଚନା କଲେ ସେ ବାବଦରେ ମଧ୍ୟ ଅନ୍ୟ କଥା ଆସିବ। ଆମେ ତେବେ ଦେଖିବା ମୁଖ୍ୟତଃ ଏହି ରୀତିଯୁଗର କାବ୍ୟ ମଧ୍ୟରେ ଯେଉଁ କାଳ୍ପନିକ କାବ୍ୟ କିଛି ରଚନା କରାଯାଇଛି ବା ଆଖ୍ୟାୟିକା କାବ୍ୟ, ସେ ସମ୍ପର୍କରେ କିଛି ଆଲୋଚନା କରିପାରିବା। ମଧ୍ୟଯୁଗୀୟ ବା ଓଡ଼ିଆ ରୀତିଯୁଗୀୟ କାବ୍ୟ ପ୍ରଣେତାମାନେ ବିଭିନ୍ନ କଥାବସ୍ତୁକୁ ଆଧାର କରି ବହୁ ବିଚିତ୍ର କାବ୍ୟ ସୃଷ୍ଟି କରିଯାଇଛନ୍ତି। ଅନ୍ତତଃ ସେଇ 300 ବର୍ଷ ଭିତରେ, 1550ରୁ 1850 ବା 1880 ମସିହା ଭିତରେ ଏଇ ଭଳିଆ କାବ୍ୟ ରଚନା କରାଯାଇଛି। କେତେବେଳେ ସେମାନେ ବିଷୟ ସଂଗ୍ରହ କରିବା ପାଇଁ ରାମାୟଣ ମହାଭାରତର ବିଶାଳ କଳେବର ପ୍ରତି ଆକୃଷ୍ଟ ହୋଇଛନ୍ତି, ତ କେତେବେଳେ ଅନ୍ୟାନ୍ୟ ମହାପୁରାଣର ଲୋକପ୍ରିୟ
तथा कलात्मक चरित्र बा आख्यान आहरण प्रयासी होइछन्ति। आउ केतेक कवि पुराण गुड़िकरू केवल केतेक कथा बीज बा मोटिव को नहीं ताहा सहित ए देश रे प्रचलित लोककथार मोटिव को संयोग करी एक स्वतंत्र कपल कल्पित कथावस्तु द्वारा काव्य कलेबर श्रीवृद्धि स्थापन करिसंति। एही श्रेणीर कथावस्तु आधारी काव्य गुड़ी को आख्यान काव्य, कथा काव्य बा काल्पनिक काव्य भावरे समालोचक माने ग्रहण करिथांती। भारतर अन्यान्य आंचलिक भाषा साहित्य तुलन में ओडिया साहित्य रे काल्पनिक काव्यर संख्या हेउची सर्वाधिक। ए काव्य रचना प्रति ओडिया काव्यकार मानकर मोह जे यथेष्ट थिला ताहा एथिरु स्पष्ट रूप से प्रमाणित। ओडिया काल्पनिक काव्यर विपुल सृष्टि संभार को देखि आलोचक माने अनुभव करिसंती। एही काव्य गुड़िक मध्यरु केतेक राजकुमार राजकुमारी किंबा राजा रानी को केंद्र करी गढ़ी उठिथिला बेले आउ केतेक काव्य रे साधारण जार संख्या बहुत कम नर पार्थ श्रीचंदनकर आउ थरे कहि दोची अर्जुन दासंकर कल्पलता, नरसिंह सेणंकर परिमला, पार्थ श्रीचंदनकर कलावती, विष्णु दासंकर प्रेमलोचना, बनमाली दासंकर चाट इच्छावती, प्रताप रायंकर शशि सेना, धनंजय भंजंकर इच्छावती अनंग रेखा, त्रिपुर मोहिनी मदन मंजरी से धनंजय भंजंकर, लोकनाथ विद्याधरंकर चित्रकला सर्वांग सुंदरी, उपेन्द्र भंजंकर कलावती कामकला, कटी ब्रह्मांड सुंदरी, चंद्रकला, चंद्ररेखा चित्रलेखा, त्रैलोक्य मोहिनी, भागवती, प्रेमलता, प्रेम सुधानिधि, मुक्तावती, रसलेखा, रसमंजरी, रसिक हारावली, लावण्यवती, शोभावती, सुवर्णरेखा और हेममंजरी। सेपरी श्रीधर द्विजंकर कांचनलता, चंद्रशेखर भंजंकर प्रेम मंजरी, केशवराज हरिचंदनकर रस सिंधु सुलक्षणा, रामचंद्र पट्टनायकंकर हारावती अनुरागवती, कविसूर्य बलदेव रथंकर चंद्रकला, अभिमन्यु सामंत सिंगारंकर प्रेमकला रसवती, पद्मनाभ श्रीचंदनकर शशिरेखा इच्छावती, रघुनाथ भंजंकर रसलहरी, सदानंद कविसूर्य ब्रह्मांकर ललित लोचना, ब्रजनाथ बड़जेनांकर विचक्षणा, त्रिविक्रम भंजंकर कनकलता, नृप लोकनाथ राउतरायंकर लावण्य तरंगिणी। ए सबू होची काल्पनिक काव्य एवं उपरोक्त ए काल्पनिक काव्यर तालिका गुड़िक मध्यरु वर्तमान सुद्धा अनेक काव्य प्रकाशित हो पारि नाही। केवल तथ्य हिसाब रे आलोचक माने उपस्थापन करिसंती। तबे वर्तमान पर्यंत जेउ केतेक काव्य प्रकाशित होईची से सबु मध्यरु केतेक विशिष्ट तथा जनप्रिय प्रतिनिधि काव्य गुड़िकर संपर्क रे आमे आलोचना करि परिबा। जेमिति कि अर्जुन दासंकर कल्पलता षोडश शताब्दी द्वितीय भागरे शिशु वैष्णव संप्रदायर शिष्य होउछंती अर्जुन दास एवं ओडिया साहित्य रे प्रथम छंदबद्ध काव्य देखिबा तांकर काव्य होउची राम विवाह। सर्वप्रथम काल्पनिक प्रेम आख्यान मूलक काव्य ता सहित कल्पलता कल्पलता होउची प्रथम काल्पनिक काव्य हिसाब रे ग्रहण करा जाउची। अर्जुन दासंक राम विवाह होउची पौराणिक काव्य, राम आख्यान रामंकर जीवन मूलक काव्य। कल्पलतार विषय वस्तु होउची
ଏଇପରି ତାର ଆଖ୍ୟାନ ଭାଗ। ଦିନେ ଇନ୍ଦ୍ରଙ୍କର ନୃତ୍ୟ ସଭାରେ ଅପ୍ସରା ସୁରେଖାର ହଠାତ୍ ତାଳଭଙ୍ଗ ହେଲା, କାରଣ ନର୍ତ୍ତକୀ ସୁରେଖା ସେଠାରେ ତାର ପ୍ରଣୟୀ ବସନ୍ତକ ଗନ୍ଧର୍ବକୁ ଦେଖି ହଠାତ୍ ଅନ୍ୟମନସ୍କ ହୋଇ ପଡ଼ିଥିଲା। ଇନ୍ଦ୍ର ସୁରେଖାର ତାଳଭଙ୍ଗ ହେବା ଦେଖି ଉଭୟଙ୍କୁ ଦେଲେ ଅଭିଶାପ। ମାତ୍ର ପରେ ଗୋବିନ୍ଦଙ୍କର ଅନୁରୋଧ କ୍ରମେ କ୍ରୋଧ ସମ୍ବରଣ କରି ଉଭୟଙ୍କୁ ମର୍ତ୍ତ୍ୟଲୋକକୁ ପଠାଇଦେଲେ। ସେଠାରେ କିଛି କାଳ ଦାମ୍ପତ୍ୟ ଭୋଗ କରିବା ପରେ ସେମାନେ ପୁଣି ସ୍ୱର୍ଗଲୋକକୁ ଫେରିଯିବେ। ଇଏ ହେଉଛି ଅଭିଶାପର ପରିଣାମ। ଇନ୍ଦ୍ରଙ୍କର ଅଭିଶାପ ଅନୁସାରେ ବସନ୍ତକ ଗନ୍ଧର୍ବ ମଲ୍ଲାଡ଼ ଦେଶର ରାଜା ବିଦ୍ୟା ବିନୋଦଙ୍କର ପୁତ୍ର ଅମର ଶିଖର ନାମରେ ଓ ସୁରେଖା କର୍ଣ୍ଣାଟ ଦେଶର ରାଜା ଧର୍ମଧ୍ୱଜଙ୍କର କନ୍ୟା କଳ୍ପଲତା ରୂପରେ ମର୍ତ୍ତ୍ୟରେ କଲେ ଜନ୍ମଗ୍ରହଣ। ଅଭିଶାପ ପାଇ ସୁରେଖା ଓ ବସନ୍ତକ ମର୍ତ୍ତ୍ୟରେ ଜନ୍ମଗ୍ରହଣ କଲା ପରେ କୁମାରୀ କଳ୍ପଲତା ଦିନେ ସଖୀ ମଦନମତ୍ତା ସହିତ ସେମାନେ ପ୍ରତିଦିନ କୃଷ୍ଣକୁନ୍ତଳା ନଦୀ ତୀରରେ ବାଲୁକା ଲିଙ୍ଗଙ୍କୁ ପୂଜା କରନ୍ତି। ହଠାତ୍ ଦିନେ ସେଠାରେ ଯୋଗୀ ଜଙ୍ଗମଙ୍କୁ ଦେଖି ତାଙ୍କ ସହିତ କଥାବାର୍ତ୍ତାରୁ ମଲ୍ଲାଡ଼ ଦେଶର ରାଜକୁମାର ଅବନୀ ଅବତାର କାମ ଅମର ଶିଖରଙ୍କର ଅବସ୍ଥିତି ଜାଣିପାରି ତାଙ୍କୁ ନିଜର ଏକ ଚିତ୍ରପଟ ପ୍ରଦାନ କରି ଚୈତ୍ର ପୂର୍ଣ୍ଣିମା ପୂର୍ବରୁ ରାଜକୁମାରଙ୍କୁ ଆଣି ତା ସହିତ ଭେଟ କରାଇ ଦେବା ପାଇଁ ଅନୁରୋଧ କରିଛି। ଏଣେ ଜଙ୍ଗମଠାରୁ ରାଜକୁମାରର ରୂପ ଗୁଣ ବର୍ଣ୍ଣନା ଶୁଣିବା ଦିନଠାରୁ ରାଜଜେମା ବିରହ ଜ୍ୱାଳାରେ ସମ୍ପୂର୍ଣ୍ଣ ଭାବରେ ଜଳିବାକୁ ଆରମ୍ଭ କରିଛି। କ୍ରମେ ରାଜକୁମାର ଅମର ଶିଖରଙ୍କର ବିବାହ ଉପଯୋଗୀ ବୟସ ହୁଅନ୍ତେ ପିତା ତାଙ୍କର ବିବାହ ନିମନ୍ତେ ପ୍ରଯତ୍ନ କରିଛନ୍ତି। ଏ ବିଷୟ ଅମର ଶିଖର ଜାଣିପାରି ଜାତିସ୍ମର ପରି ମାନେ ପୂର୍ବଜନ୍ମ ପ୍ରସଙ୍ଗରେ ନିଜର ଜ୍ଞାନ ଥିବା ପରି ନିଜ ପୂର୍ବଜନ୍ମର ବୃତ୍ତାନ୍ତ ଶ୍ରବଣ କରିଛନ୍ତି ଏବଂ କଳ୍ପଲତା ବ୍ୟତୀତ ଅନ୍ୟ କୌଣସି ରାଜକନ୍ୟାକୁ ଗ୍ରହଣ କରିବେ ନାହିଁ ବା ବିବାହ କରିବେ ନାହିଁ ବୋଲି ନିଜର ପ୍ରିୟ ସଖା ମାଳତୀ ମଧୁକରକୁ ଜଣାଇଛନ୍ତି। ଦିନେ ରାଜକୁମାର ବନ୍ଧୁଙ୍କ ସହିତ ବୈଦୁର୍ଯ୍ୟଗିରିକୁ ଯିବା ଅବସରରେ ଯୋଗୀ ଜଙ୍ଗମଙ୍କ ସହିତ ସେମାନଙ୍କର ସାକ୍ଷାତ ହେଇଛି। ତାଙ୍କଠାରୁ ରାଜକୁମାରୀ ବିଷୟରେ ସେମାନେ ସବୁକିଛି ତଥ୍ୟ ଶୁଣିଛନ୍ତି। ତାଙ୍କଠାରୁ ଯେମାନଙ୍କ ଦ୍ୱାରା ପ୍ରେରିତ ଚିତ୍ରପଟ ଦେଖି ରାଜକୁମାର କାମ ଜ୍ୱାଳାରେ ବ୍ୟତିବ୍ୟସ୍ତ ହୋଇ ଉଠିଛନ୍ତି ବା ଆମେ ତାକୁ କହିପାରିବା ସମ୍ପୂର୍ଣ୍ଣ ଭାବରେ ମୋହଗ୍ରସ୍ତ ହୋଇ ଉଠିଛନ୍ତି। ଏବଂ ପରିଣାମ ହେଇଛି ସେହି ଚିତ୍ରପଟରେ ଇନ୍ଦ୍ରସଭାରେ ସୁରେଖା ନୃତ୍ୟ ଓ ସାପ ବିଷୟ ଅଭିଶାପ ବିଷୟ ମଧ୍ୟ ଚିତ୍ରିତ ହୋଇଥିଲା। ତାଙ୍କର ବିବାହ ସମ୍ମତି ଜେମାଙ୍କୁ ଜଣାଇବା ପାଇଁ ଯୋଗୀଙ୍କୁ ସେ ଅନୁରୋଧ କରିଛନ୍ତି। ସେହି ଦିନକୁ ଚୈତ୍ର ମାସ ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି। ସେ ଗୁରୁଙ୍କ ଠାରୁ ମୃତ୍ୟୁଞ୍ଜୟ ମନ୍ତ୍ର ଶିକ୍ଷା କରି ଛଦ୍ମବେଶରେ ମନ୍ତ୍ରୀ ପୁତ୍ର ମାଳତୀ ମଧୁକର ଓ ଯୋଗୀ ଜଙ୍ଗମଙ୍କ ସହିତ କର୍ଣ୍ଣାଟ ଦେଶକୁ ଯାତ୍ରା କରିଛନ୍ତି। ଇତିମଧ୍ୟରେ ଚୋଡ଼ ଦେଶର ରାଜକୁମାର ଅବନୀ ତିଳକ କଳ୍ପଲତାର ବର ରୂପେ ମନୋନୀତ ହୋଇଥିଲେ। ବିବାହ ପାଇଁ ସମସ୍ତ ଆୟୋଜନ ହୋଇଥିଲେ ହେଁ ଏ ବିବାହରେ ରାଜକୁମାରୀଙ୍କର କିନ୍ତୁ ସ୍ୱୀକୃତି ନଥିଲା। ତେଣୁ ବିବାହ ଦିନ କୋଇଲି ସ୍ନାନ ପୂର୍ବରୁ ସେ ବିଷ ଭକ୍ଷଣ କରି ଆତ୍ମହତ୍ୟା କଲେ। ବିବାହ ଉତ୍ସବର ଆନନ୍ଦ କୋଳାହଳ ଯେପରି ନଷ୍ଟ ହୋଇଗଲା। ଏଇ ଯେଉଁ ଆମେ ଦେଖିବା ଯେ ଯେଉଁ ମୁହୂର୍ତ୍ତରେ ବିଷ ପାନ କରିଛନ୍ତି ତାହା ଶୋକର ଛାୟା ଦ୍ୱାରା ଆକ୍ରାନ୍ତ ହୋଇଯାଇଛି। କିନ୍ତୁ ଅବଶେଷରେ କଳ୍ପଲତାର ମୃତଦେହକୁ ଚିତାନଳରେ ଆରୋହଣ କରାଇବା ପାଇଁ ଚିତା ପ୍ରସ୍ତୁତ ହୋଇସାରିଛି। ଏହି ସମୟରେ ଛଦ୍ମବେଶୀ ଅମର ଶିଖର ସେଠାରେ ପହଞ୍ଚି ତାଙ୍କ ସହିତ କନ୍ୟାର ବିବାହ ଦେବାକୁ ସମ୍ମତି ଦେଲେ।
से राजकुमारी को पुनर्जीवन दे पारिबे बोली कहिबारु राजा धर्मध्वज से सम्मति प्रदान करिसंती। मृत्युंजयी मंत्र बलरे कल्पलता पुनर्जीवित हेले। एहा परे छद्मवेशी अमर शिखर सहित कल्पलतार हेला शुभ परिणय। कल्पलता और अमर शिखर दुहे दाम्पत्य सुख उपभोग करिबारे केते मास अतिबाहित हेबा परे सेमाने जल क्रीड़ा करुथिबा अवसर रे नागकन्या माने अमर शिखर को अपहरण करि नै गले। अमर शिखरंकर संधान न मिलिबारु स्वामी विरह विधुरा राजकन्या 8 दिन अपेक्षा करिबा परे पुणी चितानल रे प्रवेश करिबा पई प्रस्तुत हेले। चितारे प्रवेश करिबा पूर्वरु स्नान उद्देश्य रे कल्पलता पोखरी रे प्रवेश करन्ते सेठारे अमर शिखर सशरीर रे सहसा आविर्भूत हेले। एहीपरि दुःखदायक विच्छेद परे मिलन उत्सव अनुष्ठित हेला एवं काव्यटीर एहीठारे ही परिसमाप्ति घटिछि। तेणु जदि एही प्रथम काल्पनिक काव्यटीर आमे आलोचना करिबा मुख्य प्रसंग होछि ए काव्यटी मिलनान्तक होइथिले हैं सामयिक विच्छेद रहिछि। द्वितीय रे नायक नायिका अन्य काव्य वर्णित नायक नायिका मानक परि जाति स्मर और पूर्वजन्मर कौनसी दुर्दैव फल मर्त्य ग्रहण करिसंती। तृतीय रे एथिरे नायक नायिकांकर जन्म और यौवनावस्थार उल्लेख अछि किंतु बाल्यलीलार वर्णना नाही। चतुर्थ रे नायक नायिकांकर मिलन पाई चित्रपट जोगी सखा जेमति एठी मालती मधुकर तांकर रहिछि गुरुत्वपूर्ण भूमिका। पंचम रे विरह विच्छेदर वर्णना करिया पई कवि उपयुक्त क्षेत्र सृष्टि करि पारि नाहांती कारण विषय वस्तुर गति रे विराम रखी नथिबारु से एही सुविधारु वंचित होइसंती। षष्ठ रे जदि देखिबा प्राचीन लोक कहानी परि एथिरे अलौकिक मंत्र शक्तिर अवतारणा करा जाई काव्यिक चमत्कार बा काव्यिक चमत्कारिता सृष्टि करा जाइछि। एवं एही प्रसंग रे आमे देखिबा जे आलोचित काव्यटी संस्कृतर प्रभावरु मुक्त थिबा कारणरु एथिरे अलंकार वैचित्र और आदिरसर प्राबल्य देखिबाकू मिले नहीं। जहाँ दृश्यमान हुए तार मात्रा खूब कम। तेबे एही क्रम रे नायिकार नख शिखर वर्णनार उपस्थिति अभाव जोटा मध्ययुगीय काव्यर गुरुत्वपूर्ण प्रसंग नायिकार नख शिख वर्णना एठी नाही। एवं अष्टम रे एथिरे ऋतु उद्यान और नायिकार अंग वर्णना रे मध्ययुगीय काव्य शैली परिलक्षित हुए नाही। एहार शैली निराडंबर हेले हैं एथिरे किंतु उपमा और जमक प्रभृति रीतिगत विन्यास अलंकारर क्षीण अनुशीलन करा जाइथिबा आमे लक्ष्य करि परिबा। तेबे एहार रीति होची वास्तविक गुण प्रधान। आमर अलंकार शास्त्र रे जो गुणर आलोचना हुए आमर ए जो काव्यटी होची अर्जुन दासंकर कल्पलता काव्य ये रस प्रधान नुहे गुण प्रधान। एवं सेही क्रम रे आमे नरसिंह सेणंकर परिमला काव्य संपर्क रे आसंता काली आलोचना करिबा। आपण माने कमेंट रे लिखि पारिबे नमस्ते आसंता काली नरसिंह सेणंकर परिमला काव्य संपर्क रे आमे आलोचना करिबा।